ଜଟଣୀ ଶରତ ପାଇକରାୟ ଷ୍ଟାଡିୟମ ମୀନାବଜାରରେ ପୁଣି ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲା ବଡ଼ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତ୍ରିରେ ଜଟଣୀ ଶରତ ପାଇକରାୟ ଷ୍ଟାଡିୟମ ମୀନାବଜାରରେ ପୁଣି ନିଆଁ ଲାଗିଥିଲା। ଏହା ପୂର୍ବରୁ ମଧ୍ୟ ଶରତ ପାଇକରାୟ ଷ୍ଟାଡିୟମ ମୀନାବଜାରରେ ଇଲେକ୍ଟ୍ରି ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ ଖୁଣ୍ଟ ହୁତୁହୁତୁ ହୋଇ ଜଳିଥିଲା। ତେବେ ଗତକାଲି ବିଳମ୍ବିତ ରାତ୍ରିରେ ପୁଣି ସେହି ଇଲେକ୍ଟ୍ରି ସର୍ଟ ସର୍କିଟ ଯୋଗୁଁ ମୀନାବଜାର ଦୋକାନ ଉପର ପାଲରେ ନିଆଁ ଲାଗିଥିଲା। ଘଟଣାସ୍ଥଳରେ ଜଟଣୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ମୀନାବଜାର। ଏହି ଘଟଣା ରାତି 12:30 ସମୟରେ ଘଟିଥିବାର ସୂଚନା ମିଳିଛି।